ଗଞ୍ଜାମ ଜିଲ୍ଲା ଚିକିଟି ବିଧାନସଭା ଚିକିଟି ଏବଂ ନୂଆଗାଁ ଅଞ୍ଚଳରେ ବଢି ଚାଲିଛି ବାଲି ମାଫିଆଙ୍କ ପ୍ରାଦୁର୍ଭାବ। ଶନିବାର ମଧ୍ୟରାତ୍ରିରେ ଖଣି ବିଭାଗ ପକ୍ଷରୁ ଚଢଉ କରି ବେଆଇନ ବାଲି ବୋଝେଇ ହାଇୱା ଯାହାର ଗାଡି ନମ୍ବର OD04U7639 ଧାନ ଘର ଛକ ନିକଟରୁ ଜବତ ହୋଇଥିବା ଜଣାପଡିଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ବାଲି ମାଫିଆମାନେ ବାଲି ଆନ୍ଧ୍ରକୁ ଚୋରାଚାଲାଣ କରୁଥିବା ନଜିର ଆସିଛି। ସୂଚନା ପ୍ରକାର ଦିଗପହଣ୍ଡି ନିକଟସ୍ଥ ପଥୁରିଆ ନଦୀ ପଠାରୁ ବେଆଇନ ଭାବରେ 10 ଚକିଆ ବଡ଼ ହାଇୱା ଗାଡିରେ ବିନା ୱାଇଫର୍ମରେ ବାଲି ବୋଝେଇ ହାଇୱା କେ ନୂଆଗାଁ ଥାନା ଚିକିଟି ଧାନଘର ଛକ ଦେଇ ଆନ୍ଧ୍ରକୁ ଯାଉଥିବା ସମୟରେ ଖଣି ବିଭାଗ ତରଫରୁ ଉକ୍ତ ହାଇୱାଟିକୁ ଖଣି ବିଭାଗ ଗାଡ଼ିଟିକୁ ଅଟକାଇ ୱାଇଫାର୍ମ ଯାଞ୍ଚ କରିଥିଲେ। ସେହି ଗାଡ଼ିର ୱାଇଫାର ପଥର ଚାଲାଣ ପାଇଁ କଟାଯାଇଥିବା ବେଳେ ବେଆଇନ ବାଲି ହାଇୱା ଆନ୍ଧ୍ରକୁ ଯାଉଥିବା ସମୟରେ ଖଣି ବିଭାଗ ଗାଡ଼ିଟିକୁ ଜବତ କରି କେ ନୂଆଗାଁ ଥାନାରେ ହସ୍ତାନ୍ତର କରିଥିବା ଖଣି ବିଭାଗ ଅଧିକାରୀ କୀର୍ତ୍ତିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ମାଇନିଂ ଅଫିସର ପଙ୍କଜ ଠାକୁର ହାଇୱାଟିକୁ ଦେଇଥିବା ସୂଚନା ଦେଇଛନ୍ତି। ଖଣି ବିଭାଗରେ ଏଭଳି ଚଢ଼ଉ ପରେ ବାଲି ମାଫିଆମାନେ ବିଭାଗକୁ ଖୁଲ୍ଲମଖୁଲା ଚ୍ୟାଲେଞ୍ଜ ଦେଇ ପୁଣି ଧାନଘର ଫାଣ୍ଡି ସାମ୍ନା ଦେଇ ଯାଉଥିବା ବେଳେ ପୁଲିସ ଫାଣ୍ଡି ଅଧିକାରୀ ଗୌତମ ସାହୁ ହାଇୱାଟିକୁ ଧରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କେ ନୂଆଗାଁ ଥାନା ଅଧିକାରୀ କିଶୋର ସାମଲଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ତଦନ୍ତ ଜାରି ରହିଛି, କୌଣସି ତଥ୍ୟ ଦିଆଯାଇପାରିବ ନାହିଁ। ଏହି ତଥ୍ୟକୁ ଗୁପ୍ତ ରଖିବା କେ ନୂଆଗାଁ ଥାନା ଅଧିକାରୀ ବାଲି ମାଫିଆଙ୍କ ପ୍ରତି ଦରଦ ଏବେ ଜଣାପଡ଼ିଛି। କ'ଣ ରହିଛି ବାଲି ମାଫିଆ ଏବଂ କେ ନୂଆଗାଁ ଥାନା ଅଧିକାରୀଙ୍କର ମଧୁଚନ୍ଦ୍ରିକା ତେବେ ଦେଖିବାକୁ ବାକି ରହିଲା କିଶୋର ସାମଲ କେବେ ଖୋଲିବେ ଗୁମର ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଚିକିଟିରୁ ବିପିନ ଦାସ, ଓଡ଼ିଶା।